ସେଇଟା ମଧ୍ୟ ମୋ ଲଭ୍ ଷ୍ଟୋରି ମୁଁ କିଛି ଜଣେଇଥିଲି। ଆଉ ଆଜି ସେ ଲଭ୍ ଷ୍ଟୋରି ବିଷୟରେ ମୁଁ କିଛି କହିବାକୁ ଯାଉଛି। ତ ଆମେ ଭାଇ ସେଦିନ ମୁଁ କହିଥିଲି କି ମୁଁ ମୋ ଗର୍ଲଫ୍ରେଣ୍ଡକୁ ଦେଖା କରିବା ପାଇଁ ଯାଇଥିଲି, ତ ଦେଖା ମଧ୍ୟ ହେଇନଥିଲା। ଆଉ ସେଇଟା କାଲି ଭାଇ ଦେଖା ହେଇଛି। ଆଉ ସେଇଠି ପ୍ରୋବ୍ଲେମ୍ କିସ ରହିଲା ନା ଭାଇ, କାଳେ କିଛି ଶୁଣିତେ ପାଇଲି କି ତା ଘର ଲୋକ ଜାଣି ଯାଇଛନ୍ତି ସେ ସବୁ କଥା, ଯେ ମୋ ସାଙ୍ଗେ ସେ ଦେଖା କରତେ ଆସିଥିଲା ତ କିଏ ଗୋଟେ କହିଦେଇଛି। ଆଉ କହିଦେଲା ପରେ ଭାଇ ତାପରେ ତାକୁ ଇଆଡ଼ୁ ସିଆଡ଼ୁ ନେଇକି କହିଛନ୍ତି ବହୁତ କିଛି। ଏକରେ ଭାଇ 10 ବୋର୍ଡ଼ ଆସୁଛି, ସେ 10 ବୋର୍ଡ଼ ଦେବ ଭାଇ, ବହୁତ ଏକ୍ସାଇଟେଡ଼୍ ଅଛି। ଆଉ ତା ଭିତରେ ବି ଏଇସବୁ ଟେନସନ୍ ଭାଇ, ଏଇଟା ଠିକ୍ ନୁହେଁ। ଆଉ ଭାଇ ମୋତେ ବହୁତ ଦୁଃଖ ଲାଗୁଛି ଏଇଟା ଶୁଣିକି। ତ ମୁଁ ସେଥିପାଇଁ ଭିଡ଼ିଓଟା ବନେଇଛି, ଖାସ୍ ଖାଲି ମୋ ଜାନ୍ ପାଇଁ। ଆମ ଗେଲୁ ମୁଁ ତୁମକୁ କହିଦେଉଛି, ଯାହା କିଛି ବି ଯେଉଁ ଟେନସନ୍ ନେବା କିଛି ଦରକାର ନାହିଁ, ମୁଁ ତୁମ ସାଙ୍ଗରେ ଅଛି। ତମେ ଯାହା ବି କର, ତୋର ସେସବୁ କିଛି ଭୁଲ କାମ କରିବନି, ଯେଉଁଟାକି ତୁମକୁ ବି କଷ୍ଟ ହେବ ଆଉ ମୋତେ ବି କଷ୍ଟ ହେବ। ତ ମୁଁ ସେଥିପାଇଁ ଦୟାକରି ଏତିକି ତୁମକୁ ରିକ୍ୱେଷ୍ଟ କରୁଛି କି ସେମିତି କିଛି କରିବନି। କିଛି ପ୍ରୋବ୍ଲେମ୍ ମୋତେ ଜଣାଇବ, ମୁଁ ତୁମ ସାଥ ଦେବି। ରାତିରେ ହଉ ଦିନରେ ହଉ ଯେତେବେଳେ ବି ହର ପ୍ରୋବ୍ଲେମ୍ରେ ମୁଁ ତୁମ ସାଥ ଦେବି, ମୁଁ ତୁମ ସାଥିରେ ଅଛି। ତ ସେମିତି କିଛି ଭୁଲ କରିବନି।